ଦେଖିଥିଲେ ବିକଶିତ ଭାରତର ସ୍ୱପ୍ନ ତାହା ସାକାର ହେବାକୁ ଧୀରେ ଧୀରେ ଯାଉଛି। ଆଉ ବିଶେଷ କରି ପଶ୍ଚିମବଙ୍ଗରେ ଯେଉଁ ଚାଲିଥିଲା ଆତଙ୍କରାଜ ତାର ଆଜି ଅନ୍ତ ଘଟିବାକୁ ଯାଉଛି। ଆଉ ଏ ଯେଉଁ ବିଜୟରେ ଶ୍ରେୟ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଆମର ନୀତିନ ନବୀନ ଆମର ଯିଏ ଅଛନ୍ତି ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି ତାଙ୍କୁ ମୁଁ ଶ୍ରେୟ ଜଣାଉଛି। ଆଉ ତା ସହିତ ଆମର ସାଂସଦ ବୈଜୟନ୍ତ ପଣ୍ଡା ବାବୁ ଯିଏ ଆସାମର ପ୍ରଭାରୀ ରୂପେ ଦାୟିତ୍ୱ ନେଇଥିଲେ, ଯାହା ହେଉ ସେଠିକାର ଆସାମରେ ପ୍ରଭାରୀ ରୂପେ କାମ କରି ବିପୁଳ ସଂଖ୍ୟାରେ ବିଜୟ ଆଣିଥିବା ତାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି। ତ ବଙ୍ଗଳାରେ ସେଠି ଯେଉଁ ଆତଙ୍କରାଜ ଶାସନ ଚାଲିଥିଲା ସେ ଆତଙ୍କରାଜ ଶାସନର ପତନ ଘଟିଛି। ସେଥିପାଇଁ ଆଜିର ବିଜୟ ଉତ୍ସବକୁ ଆମେମାନେ ଯେ ବିଜେପିର କର୍ମୀମାନେ ଆମେ ଖୁସିରେ ମନାଉଛୁ। ଏବଂ ଏଇ ଯେଉଁ ତିନୋଟି ରାଜ୍ୟରେ ବିପୁଳ ବିଜୟ ହେଇଛି ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରେ, ଏହାର ଶ୍ରେୟ ମାନ୍ୟବର ବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀ ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀତିନ ନବୀନଙ୍କୁ ମଧ୍ୟ ତାର ଶ୍ରେୟ ଆମେ ପ୍ରଦାନ କରୁଛୁ। आज बृहत विजय होइछि। ये विजय भारतीय जनता पार्टी नुह, ये विजय पूरा देशर, ये विजय पश्चिमबंग जड़े जड़े साधारण कर्मी साधारण नागरिक आज जो बांग्लादेश सृष्टि करने बसी जो ममता बानार्जी आज जहाँ हो निश्चित भाव भगवान आशीर्वाद रही। आपण मैंने जानते सारा विश्वर नेता, खाली देशर नेता मुझे कहबिनी, सारा विश्वर नेता, लोकप्रिय नेता यशस्वी प्रधानमंत्री आज प्रधानमंत्री जो लोकप्रियता सारा विश्व में अच्छी, देश में अच्छी, से जो लोकप्रियता आज प्रतिफलित होती, आज अन्याय अंत घटी, राक्षसर अंत घटी, आज साधारण जनता देशवासी विजय होती। मुझे निश्चित भाव धन्यवाद देवी आम देशर गृहमंत्री अमित शाह जी को, आमर नितिन नवीन जी को, बैजयंत पंडा एवं सबुठ बड़ जिनस आपण मान समस्त माटीर पुओ महाकालपड़ार पुओ डॉक्टर दुर्गा प्रसाद नायक भाई को धन्यवाद देवी। से जो निर्वाचन मंडल में से जो दायित्व दल देता से सुचारू रूपे तुले से जगार बृहत विजय होती, सेठिकार जे प्रार्थी थे बृहत विजय होती।